ସୁନ୍ଦରପୁର ନାମକ ଗୋଟିଏ ଗାଁରେ ଜମିଦାର ରୁଦ୍ରପ୍ରତାପ ରହୁଥିଲେ। ଗାଁର ଅଧିକାଂଶ ଜମି ତାଙ୍କର ଥିଲା, କିନ୍ତୁ ସେ ଅହଙ୍କାରୀ ଓ ଲୋଭୀ ଥିଲେ। ତାଙ୍କର ଇଚ୍ଛା ଥିଲା ଯେ ଗାଁର ସମସ୍ତ ଜମି ଦିନେ ନା ଦିନେ ତାଙ୍କ ଅଧୀନକୁ ଆସିଯାଉ। ସେହି ଗାଁରେ ରଘୁ ନାମକ ଜଣେ ଗରିବ ଚାଷୀ ରହୁଥିଲେ। ରଘୁଙ୍କ ପାଖରେ କେବଳ 2 ଏକର ଜମି ଥିଲା। ସେହି ଜମିରେ ଚାଷ କରି ସେ ନିଜ ପରିବାରକୁ ଚଳାଉଥିଲେ। ଦିନେ ରୁଦ୍ରପ୍ରତାପ ନିଜ ଚାକର ଗଦାଧରକୁ ଡାକିଲେ। ଗଦାଧର, ଗାଁରେ ଏମିତି କେଉଁ ଜମି ଅଛି ଯାହା ମୋ ପାଖରେ ନାହିଁ? ହଁ ମାଲିକ, ରଘୁର 2 ଏକର ଜମି ଅଛି, ଆଉ ସେ ଜମିଟା ଆପଣଙ୍କ ବଗିଚା ପାଖକୁ ଲାଗିକି ଅଛି। ବହୁତ ଭଲ, ସେହି ଜମି ମୋତେ ଦରକାର। ଯେମିତି ବି ହେଉ ରଘୁଠାରୁ ସେହି ଜମିଟା ନେଇ ଆସ। ପରଦିନ ଗଦାଧର ରଘୁର ଘରକୁ ଗଲା। ରଘୁ, ଜମିଦାର ବାବୁ ତମ ଜମି କିଣିବାକୁ ଚାହୁଁଛନ୍ତି। କ୍ଷମା କରିବେ, ଏହି ଜମି ମୋ ବାପାଙ୍କ ସ୍ମୃତି। ଏହି ଜମି ବିନା ମୋ ପରିବାର ଭୋକରେ ରହିବ। ମୁଁ ଏହା ବିକ୍ରି କରିପାରିବି ନାହିଁ। ଭଲ ଭାବରେ ଭାବିକି ଦେଖ, ଜମିଦାର ବାବୁଙ୍କ କଥା ନ ମାନିଲେ ଅସୁବିଧାରେ ପଡ଼ିବ। ମୁଁ ଗରିବ ହେଲେ ମଧ୍ୟ ସତ୍ୟର ପଥ ଛାଡ଼ିବି ନାହିଁ, ଆଉ ମୁଁ ମୋର ଏହି ଜମି କାହାକୁ ବି ଦେବି ନାହିଁ। ଗଦାଧର ଫେରିଆସି ସବୁ କଥା ରୁଦ୍ରପ୍ରତାପଙ୍କୁ କହିଲା। କ'ଣ ଜଣେ ଗରିବ ଚାଷୀ ମୋ କଥା ମାନିଲା ନାହିଁ? ଦେଖିବି ସେ କେତେ ଦିନ ଏମିତି ଚାଷ କରିବ। କିଛି ଦିନ ପରେ ରୁଦ୍ରପ୍ରତାପ ରଘୁଙ୍କ ଜମି ପାଖରେ ବନ୍ଧ ବନେଇ ଦେଲେ। ଫଳରେ ରଘୁର ଜମିକୁ ପାଣି ଯିବା ବନ୍ଦ ହୋଇଗଲା। ରଘୁ ବହୁତ ଚିନ୍ତିତ ହୋଇପଡ଼ିଲା। ଏବେ କ'ଣ କରିବା? ଜମିରୁ ପାଣି ଶୁଖି ଗଛ ଆମର ମରିବାକୁ ବସିଲାଣି। ଭଗବାନଙ୍କ ଉପରେ ଭରସା ରଖ। ଆମେ ପରିଶ୍ରମ କରି ଚାଲିବା, ତେଣିକି ଭଗବାନ ଯାହା କରିବେ। ରଘୁ ଓ ତା ସ୍ତ୍ରୀ ପ୍ରତିଦିନ ଦୂର ନଦୀରୁ ପାଣି ବୋହି ଆଣି ଜମିରେ ଦେବାକୁ ଲାଗିଲେ। ରଘୁ, ତମେ ଏତେ କଷ୍ଟ କାହିଁକି କରୁଛ? ପରିଶ୍ରମ କଲେ ଭଗବାନ ନିଶ୍ଚୟ ସାହାଯ୍ୟ କରିବେ। ହଁ ଭାଇ, ଆମେ ବା ଆଉ କ'ଣ କରିପାରିବା? ସବୁ ସେଇ ଭଗବାନଙ୍କ ଇଚ୍ଛା, ସେ ଯାହା କରିବେ। କିଛି ସମୟ ପରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା। ଗାଁର ଅନ୍ୟ ସମସ୍ତ ଜମିର ଫସଲ ଭଲ ହେଲା ନାହିଁ, କିନ୍ତୁ ରଘୁ ଜମିରେ ସୁନା ଭଳି ଧାନ ଫଳିଲା। ଏହା ଦେଖି ରୁଦ୍ରପ୍ରତାପ ଆଶ୍ଚର୍ଯ୍ୟ ହେଲେ। ଏହା କିପରି ସମ୍ଭବ? ମୁଁ ତ ପାଣି ବନ୍ଦ କରିଦେଇଥିଲି। ରାତିରେ ରୁଦ୍ରପ୍ରତାପ ଲୁଚିକି ରଘୁର ଘରକୁ ଗଲେ। ସେ ଦେଖିଲେ ରଘୁ ନିଜ ପରିବାର ସହ ବସି ଭଜନ କରୁଛି। ହେଇଟି, ଭଗବାନଙ୍କ କୃପାରୁ ଏଇ ବର୍ଷ ଆମ ଫସଲ ବହୁତ ଭଲ ହୋଇଛି। ହଁ, କିନ୍ତୁ ଏହା କେବଳ ଭଗବାନଙ୍କ କୃପା ନୁହେଁ, ଆମ ପରିଶ୍ରମର ଫଳ ମଧ୍ୟ। ବାପା, ଜମିଦାର ବାବୁ ଆମ ସହ ଖରାପ କରିଥିଲେ। ଆପଣ କ'ଣ ତାଙ୍କୁ କ୍ଷମା କରିଦେବେ କି? ନିଶ୍ଚୟ। ଘୃଣା ରଖିଲେ ମନ ଛୋଟ ହୋଇଯାଏ ଝିଅ। ଏହି କଥା ଶୁଣି ରୁଦ୍ରପ୍ରତାପଙ୍କ ମନ ପରିବର୍ତ୍ତନ ହେବାକୁ ଲାଗିଲା। କିଛି ଦିନ ପରେ ଭୟଙ୍କର ବର୍ଷା ହେଲା। ରୁଦ୍ରପ୍ରତାପଙ୍କ ବଡ଼ ଗୋଦାମ ଘର ଭାଙ୍ଗି ପଡ଼ିଲା। ତାଙ୍କ ଧାନ, ଚାଉଳ ସବୁ ପାଣିରେ ଭାସିଗଲା। ରୁଦ୍ରପ୍ରତାପ ଦୁଃଖରେ ବସିଥିଲେ। ଠିକ୍ ସେତିକି ବେଳେ ରଘୁ କିଛି ଗାଁ ଲୋକଙ୍କ ସହ ସେଠାକୁ ଆସିଲେ। ଜମିଦାର ବାବୁ, ଆମେ ଆପଣଙ୍କୁ ସାହାଯ୍ୟ କରିବାକୁ ଆସିଛୁ। ତୁମେ?
ମୁଁ ତ ତୁମ ସହ ବହୁତ ଅନ୍ୟାୟ କରିଛି। ଅନ୍ୟର ଦୁଃଖ ସମୟରେ ସାହାଯ୍ୟ କରିବା ହେଉଛି ମଣିଷର ଧର୍ମ। ରଘୁ ଓ ଗାଁ ଲୋକେ ମିଶି ରୁଦ୍ରପ୍ରତାପଙ୍କ ଗୋଦାମ ସଫା କଲେ ଏବଂ ବଞ୍ଚିଥିବା ଧାନ ଚାଉଳକୁ ସୁରକ୍ଷିତ ସ୍ଥାନକୁ ନେଇଗଲେ। ଏହା ଦେଖି ରୁଦ୍ରପ୍ରତାପଙ୍କ ଆଖିରେ ଲୁହ ଆସିଗଲା। ପରଦିନ ସେ ଗାଁର ସଭା ଡାକିଲେ। ଗାଁ ଲୋକେ, ମୁଁ ଆଜି ନିଜ ଭୁଲ ସ୍ୱୀକାର କରୁଛି। ମୁଁ ଲୋଭରେ ଅନ୍ଧ ହୋଇଯାଇଥିଲି। ରଘୁ, ତୁମେ ମୋତେ କ୍ଷମା କର। ଆପଣ ନିଜ ଭୁଲ ବୁଝିପାରିଛନ୍ତି, ଏହା ହିଁ ବଡ଼ କଥା। ଆଜିଠାରୁ ମୁଁ ଆଉ କାହା ସହ ଅନ୍ୟାୟ କରିବି ନାହିଁ, ବରଂ ଗରିବ ଚାଷୀମାନଙ୍କୁ ସାହାଯ୍ୟ କରିବି। ସେ ଗରିବ ଚାଷୀମାନଙ୍କ ପାଇଁ କୂଅ ଖୋଳାଇଲେ, ବିହନ ଦେଲେ ଏବଂ ଗାଁରେ ଏକ ବିଦ୍ୟାଳୟ ମଧ୍ୟ ସ୍ଥାପନ କଲେ। ଗାଁ ଲୋକେ ଖୁସିରେ ବସବାସ କରିବାକୁ ଲାଗିଲେ।